ନା ଆମ ବା ମନ୍ଦିର ଯିବା। ମନ୍ଦିର କଣ ଜୋତା ପିନ୍ଧୁ ଅଛି? ପିନ୍ଧୁ ନାହିଁ ନା? ମନ୍ଦିର ଯିବା। ସାଇକୁ ଜ୍ୱର ହେଇଛି, ଆମେ ମନ୍ଦିର ଯିବା ଚାଲ। ହଁ ସାଙ୍ଗମାନେ, ଆପଣମାନେ ବି ଜାଣିଥିବେ ଗୋଟେ ହାତରେ ଯଦି କ୍ୟାମେରା ଆସିଯାଏ ତ ସମସ୍ତେ ଅନାନ୍ତି। ଯେମିତି ଭାଉଜ ଅନେଇଲେ, ତାପରେ ଇଏ ବି ଅନେଇଲେ। ମୁଁ ଗୋଟେ କଥା କହିଦଉଛି, ଆଗ ପିମ୍ପୁଡି ଯୁଆଡେ ପଛ ପିମ୍ପୁଡି ସେଆଡେ। ସେମିତି ସୁମି ଗଲା, ତାପରେ ଭାଉଜ ଗଲା, ତାପରେ ମୁଁ ଆସିଲି, ତାପରେ ସାଇ ବି ଆସିଗଲା। ହଁ ଠାକୁର ପାଖକୁ ଆସିଛି ମାନେ ମଜାକ ଜମା ନାହିଁ। ଆରେ ଶୁଣନ୍ତୁ, ଆଗେ ମୁଁ ଘଣ୍ଟି ବଜାଇଲି, ତାପରେ ସୁମି ପୁଣି ଘଣ୍ଟି ବଜାଇଲା, ତାପରେ ଭାଉଜ ପୁଣି ଘଣ୍ଟି ବଜାଇଲା, ତାପରେ ସାଇ କହିଲା ଆରେ ମୁଁ ବି ବଜେଇବି। ହଁ ଇଏ ତ ସରକାର ଜିନିଷ, ଯିଏ ପାରୁଛ ସିଏ ବଜେଇ ଦେଇ ଯାଉଛି। ହଁ ବଜେଇ ଦିଅ। ହଁ ସାଙ୍ଗମାନେ, କାମରେ ଏତେ ବ୍ୟସ୍ତ ଯାହାକି ଠାକୁର ପାଖକୁ ଆସିବା ପାଇଁ ସମୟ ନାହିଁ। ଆଜି ବହୁତ ସମୟ କାଢିକି ଆମେ ଆଜି ଆସିଥିଲୁ ଆମ ମହାଦେବ ମନ୍ଦିର। ହଁ ଏମାନେ ଯେମିତି ଭକ୍ତି କରୁଛନ୍ତି, ମତେ ଲାଗୁଛି ଭକ୍ତି ବୋଧେ ଏଇଠି ସବୁବେଳେ ଝରି ପଡୁଛି ଆଜି। ଆଉ ସୁମି ଯେମିତି ବାସୁଆ କାନରେ କହୁଛି ଯେ ଠାକୁରେ ଆଜି ଆମର 100K ସବସ୍କ୍ରାଇବ କରିଦିଅ। ହଁ ସାଙ୍ଗମାନେ, ଆମମାନେ ବହୁତ ମଜାମସ୍ତି କରିସାରିଲା ପରେ ଟିକେ ଏମାନେ ଟିକେ ଫୁଟାଣି ମାରୁଥିଲା। ଫୁଟାଣି ତ ଏ ଯୁଗରେ ଫୁଟାଣି ନହେଲେ କିଛି ନାହିଁ ସାଙ୍ଗ। ତାପରେ ଆମେ ତ ଘରକୁ ଆମେ ଯୋଉ ଫଟୋ ଫ୍ରେମ ବିଜନେସ ଟା କରୁଥିଲୁ, ଆମେ ଏମିତି ଖୋଲା ହାତରେ ଷ୍ଟାର୍ଟ କରୁଥିଲୁ। ଏବେ ତ ଆମର ବହୁତ କିଛି ଆଗକୁ ଗଲାଣି, ଆଉ ବହୁତ କିଛି କାମ ବି ହେଲାଣି। ଆଉ ଆପଣ ମାନେ ଯଦି ଏମିତି ଭିଡିଓକୁ ଦେଖିବା ପାଇଁ ଚାହୁଁଛନ୍ତି, ଆମ ଚ୍ୟାନେଲ ଟାକୁ ଲାଇକ୍ ଆଉ ସବସ୍କ୍ରାଇବ ଆଉ କମେଣ୍ଟ ଗୋଟେ ଜଣାନ୍ତୁ। ଜୟ ଶ୍ରୀରାମ।